ଏହି ନୂଆ ବର୍ଷଟି ଆପଣଙ୍କ ସମସ୍ତଙ୍କର ମନୋକାମନା ପୂରଣ କରିବା ସହିତ ବର୍ଷଟି ଆପଣଙ୍କ ପାଇଁକି ଶୁଭଦାୟକ ତଥା ମଙ୍ଗଳମୟ ହେଉ। ଦୁନିଆର ସବୁ ଖୁସି ଆପଣଙ୍କର ପାଦ ତଳେ ଅଜାଡ଼ି ହୋଇପଡ଼ୁ। ପ୍ରଭୁ ଜଗନ୍ନାଥ ଆପଣଙ୍କର ଚଲାପଥ କୁସୁମିତ କରନ୍ତୁ। ଏହା ହିଁ ମୋର ତାଙ୍କ ପାଖରେ ପ୍ରାର୍ଥନା। ତ ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହେଉ ଆଉ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି ସବୁଦିନ ଭଳିଆ। ହେଇଯାଇଛି ଗୋଟେ ସୁନ୍ଦର ବ୍ଲଗ୍ର ଆରମ୍ଭ। ଆଉ ଏ ସୁନ୍ଦର ବ୍ଲଗ୍କୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ବ୍ଲଗ୍ରେ ଆଗକୁ ଯିବା ପୂର୍ବରୁ ଆପଣ ସମସ୍ତଙ୍କୁ ମୋ ତରଫରୁ ହ୍ୟାପି ନ୍ୟୁ ଇୟର୍। ଏଇଟା ହେଉଛି କ'ଣ ନା ବର୍ଷର ପ୍ରଥମ ଦିନର ଭିଡ଼ିଓ। ଏଇଟା ଜାନୁଆରୀ 1 ତାରିଖ ଦିନର ଭିଡ଼ିଓ। ମୋର ଟିକେ ଯିବା ଲେଟ୍ ହେଇଗଲା କାହିଁକିନା କାମ ବ୍ୟସ୍ତତା ଯୋଗୁଁ କାମ ତ ଏଇଟା ବହୁତ କାମ ଚାଲିଛି ଏବେ ତ ଆମର ଘରର। ସେଇଥିପାଇଁକି ବ୍ୟସ୍ତତା ପାଇଁକି ସନ୍ଧ୍ୟାରେ କାଲି ରାତିରେ ବି କାମ ଚାଲିଥିଲା ନା, ଯେଉଁଥିପାଇଁକି ମୁଁ ଆଉ ଭିଡ଼ିଓ ଛାଡ଼ି ପାରିଲିନି। ତ ଲେଟ୍ରେ ଯାଉଛି। ତ ଲେଟ୍ରେ ଯାଉଥିଲେ ବି ଆପଣଙ୍କୁ ମୁଁ ସରି କହିଦେଉଛି। କାଲି ମୋ ଭିଡ଼ିଓ ଯାଇପାରିଲାନି। ଏଇଟା ହେଉଛି 1 ତାରିଖ ଦିନର ଭିଡ଼ିଓ। ଟିକେ ଲେଟ୍ ହେଇଗଲା, ଆଜି ଯାଉଛି। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିବ ବୋଲିକି। ଆଉ ଏ ଭିଡ଼ିଓଟି ବହୁତ ସୁନ୍ଦର ଭିଡ଼ିଓ, ଆପଣଙ୍କୁ ବି ପସନ୍ଦ ଆସିବ। ତ ସବୁଦିନ ଭଳିଆ ଆଜି ବି ସେରକମ ସକାଳ ଟାଇମ୍। ସକାଳେ ଆସିକି ମୋର ଗାଧୁଆ ପାଧୁଆ ନିତ୍ୟକର୍ମ ସବୁ ସରେଇ ଦେଇଛି। ବାସି କାମ ସବୁ ସରେଇ ଦେଇଛି। ଏବେ ତ ଟିକେ ହଇରାଣ ହେବାକୁ ପଡ଼ୁଛି ଯେଉଁ କାମ ହେଉଛି ସେଇଥିପାଇଁକି। ଆଜି କିନ୍ତୁ ମିସ୍ତ୍ରୀ ଆସିନାହାନ୍ତି। ଗଲାକାଲି ତ ମିସ୍ତ୍ରୀ ଆସିଥିଲେ, କାମ ଦାମ ସବୁ ହେଉଥିଲା। ଆଜି ନୂଆ ବର୍ଷ ଯେହେତୁ ଆମେ ତ କାଲି ଭଲ ଭାବରେ ଜାଣିଥିଲେ ଆଜି କେହି ଆସିବେନି ବୋଲିକି। ତ ସତକୁ ସତ ଆଜି ବି କେହି ଆସିଲେନି କାହିଁକିନା ନୂଆ ବର୍ଷଟି ସମସ୍ତଙ୍କ ପାଇଁକି। ଖାଲି ଯେ ଆମେ କହିବା ଆମର କାମ ଅଛି ବୋଲିକି ଆମର କାମକୁ ଆସ, ସେଇଆ ହେବନି। ଆଜି କେହି ମିସ୍ତ୍ରୀ ଆସିଥିଲେନି, ସେଥିପାଇଁକି ଧୀରେ ସୁସ୍ଥେ ମୁଁ କାମ କରୁଛି। ସକାଳେ ଉଠିକି ଗାଧୁଆ ପାଧୁଆ କାମ ସରେଇ ଦେଇକି ଠାକୁରଙ୍କ ପୂଜା ବି ସରେଇ ଦେଇଥିଲି। ସରେଇ ଦେଇକି ଆସିଲା ବେଳକୁ ମୋ ପୁତୁରା ଜଣେ ନା, ସେ କ'ଣ କହିଲେ ନା, ମୁଁ ଆଗର ନାଲି ଚା କରିକି ଟିକେ ପିଇମି। ତା ଦେହ ଭଲ ଥିଲାନି, ଥଣ୍ଡା ହେଇ ଟିକେ ହେଇଲା, ତାପରେ ଶୀତ ବି ଲାଗୁଛି ନା, ସେଇଥିପାଇଁକି ସେ ଆଗ ଟିକେ ନାଲି ଚା କରିକି ନେଇଗଲା। ତାପରେ ମୁଁ ଆସିଥିଲି ଆମ ପାଇଁକି ଟିକେ ଗରମା ଗରମ କ୍ଷୀର ଚା ବନେଇଥିଲି। ତ ଚା ପିଇ ଦେଇ ସାରିଲା ପରେ ଦେହଟା ଟିକେ ଗରମ ହେଇଯାଇଥିଲା। ଗରମ ହେଇସାରିଲା ପରେ ତାପରେ ଖିଆପିଆ କାମ ଆରମ୍ଭ ହେଇଥିଲା। ଖିଆପିଆରେ ମୁଁ ଆଜି ସକାଳେ ବେଶୀ କିଛି ବନେଇଥିଲିନି କାହିଁକିନା ଆମେ ଅପେକ୍ଷା କରିଥିଲେ, ଭାଇଙ୍କି ଅପେକ୍ଷା କରିଥିଲେ। ଭାଇ ଆସିଲା ପରେ କାହିଁକିନା ସମସ୍ତଙ୍କ ସାଙ୍ଗର ଯାହା ବି କିଛି ହଉ ସମସ୍ତଙ୍କ ସାଙ୍ଗରେ ମିଶିକି ସେଇଟା ପାଳିଲେ ଭଲ ଲାଗିବ। ତ ସେଇଥିପାଇଁକି ଅପେକ୍ଷା କରିଛେ ଭାଇଙ୍କି। ଭାଇ ଆସିକି ଦ୍ୱିପହରେ ପହଞ୍ଚିବେ। ପହଞ୍ଚିଲା ପରେ ଆମେ ଯାହା ବି କିଛି ଭଲ ଖାଇବା ହଉ ଯାହା ବି କିଛି ପାଳୁ ସମସ୍ତେ ସାଙ୍ଗ ହେଇକି ପାଇବା। ସେଇଥିପାଇଁକି ସକାଳେ କରିନା ଚକୁଳି ପିଠା ଯେ ଗୁଳେଇଥିନି, ଚକୁଳି ପିଠା କ୍ଷୀର ଏରକମ ସକାଳେ ଆମେ ସମସ୍ତେ ଖାଇ ଦେଇଥିଲେ। ଆଉ କିଛି ମୁଁ ବନେଇଥିଲିନି, ଖାଲି କ୍ଷୀର ଗରମ କରିଦେଇଥିଲି, ପିଠା କରିଦେଇଥିଲି, ଆମେ ସମସ୍ତେ ଖାଇ ଦେଇଥିଲେ। ବାସ୍ ଏରକମ ନୂଆ ବର୍ଷର ସକାଳେ ଖାଇବାଟା ଆମର ହେଇଥିଲା। ଆଉ ଖିଆପିଆ ସରିଲା ପରେ ବାସନକୁସନ ଧୁଆଧୁଇ କରିକି ଚୁଲି ନେଇକି ଭାତ ବସାଇ ଦେଇଛି। ଆଉ ଭାତ ଯେଉଁ ବସିଛି ମୋ ଯେଉଁ ଡିସ୍କୁ ଚୁଲିରେ ଆଉ ସତ କଥା କହିବି, ଏ ଚୁଲିରେ କିନ୍ତୁ ଶୀଘ୍ର ହେଇଯାଉଛି। ଜାଳ ଟିକେ ଅଧିକା ଖର୍ଚ୍ଚ ହେଉଛି ନା, କିନ୍ତୁ ଶୀଘ୍ର ହେଇଯାଉଛି। ତ ଭାତ ବସାଇ ଦେଇଥିଲି। ଭାତ ବସାଇ ଦେଇକି ତରକାରୀ ପତ୍ରର ବ୍ୟବସ୍ଥା କରିମି। ତରକାରୀ ପତ୍ର ଆଜି ବୋଲିକି ଆଜି ତ ଗୁରୁବାର, ସେଇଥିପାଇଁକି ଯାହା ବି କିଛି ହେବ ନିରାମିଷରେ ହେବ। ଆଉ ଏ ସପ୍ତାହ ସାରା ପାଖାପାଖି ଆମର ଆଇଁଷ ବି ହେଇନାହିଁ ବୋଧେ, ମୋତେ ଯାହା ମନେ ପଡ଼ୁଛି। ତ ଗଲାକାଲି ବୁଧବାର ଗଲା ବି ଆଇଁଷ ହେଇନାହିଁ। ତ ଆଜି ଗୁରୁବାର, ଆଜି ବି ଆଇଁଷ ହେବ ନାହିଁ। ନୂଆ ବର୍ଷଟି ଗୁରୁବାର ଦିନ ପଡ଼ିଲା, ସେଥିପାଇଁକି ଯେହେତୁ ଆଜି ଆଇଁଷ ହେବ ନାହିଁ ତ ନିରାମିଷରେ ଆମେ ଆଜି ନୂଆ ବର୍ଷଟି ପାଳିବା। ତ କାହିଁକି ଆଇଁଷ କରିକି ଯେଉଁ ବିଚରା ପଶୁପକ୍ଷୀଙ୍କି ହଇରାଣ କରାଯିବ, ତ ସେଇଥିପାଇଁକି ପୁରା ନିରାମିଷରେ ଆଜି ନୂଆ ବର୍ଷଟି ପାଳିବା। ତ ସେଇଥିପାଇଁକି ଆଜି ଡାଲି ବନେଇମି। ଆଉ ପୁଅ ଆଣିଥିଲା ଛତୁ ତରକାରୀ କରିଦେମି। ଡାଲି କରିମି, ଛତୁ ମସଲା କରିମି, ଆଉ ଗୋଟେ ଖଟା ତରକାରୀ କରିମି। ବାସ୍ ଏତିକି, ଆଉ କିଛି ବେଶୀ କିଛି ବନେଇମିନି। ଆଉ ଯାହା ବି କିଛି ବନେଇମି ତ ରାତି ପାଇଁକି ରଖିଦେନି ଯାହା କିଛି କରିବା, କାହିଁକିନା ଦିନରେ ତ ଖାଲି ଖାଇବା ପିଇବା ହେବ। ରାତି ବି ଗୁରୁବାର ଦିନ ରାତିରେ ତ ଭାତ ଖାଆନ୍ତିନି, ଜଳଖିଆ ପତ୍ର ଖିଆ ପିଆ ହୁଏ। ସେଥିପାଇଁକି ଯାହା କିଛି ବାକି ରହିଲା ତ ରାତିକି ତାକୁ ସବୁ ବନେଇକି ଖିଆପିଆ କରିଦେବା। ଆଜି ଦିନରେ କ'ଣ ଖାଲି ଟିକେ କ'ଣ ନା ମନ ଖୁସି କରିବା ପାଇଁକି, ନିଜେ ଖୁସି ହେବା ପାଇଁକି ଖାଲି ଭଲ ମନ୍ଦ କରିକି ଖାଇବା କଥା। ତ ଆଉ କିଛି ତ ନୁହେଁ। ଆମେ ତ ଓଡ଼ିଆ, ଆମର ତ ନୂଆ ବର୍ଷ କହିଲେ ପଣା ସଂକ୍ରାନ୍ତି ହିଁ ବୁଝାଏ। ଆଉ ସେଇଦିନ ତ ଭାରି ଜାକଜମକରେ ଆମେ ନୂଆ ବର୍ଷ ପାଳିଥାଉ, ଯେହେତୁ ଏଟା ଇଂରାଜୀ ନବବର୍ଷ। ମୋ ପାଇଁକି ତ ପୁରା ସମାନ, ସବୁଦିନ ଯେରକମ ଥିଲା ଆଜି ବି ଦିନଟି ବି ସେଇ ରକମ ଥିଲା। କିଛି ମୋତେ ଫରକ ପଡ଼ିଥିଲାନି। କେବଳ ଯାହା କ୍ୟାଲେଣ୍ଡରର ପୃଷ୍ଠାଟା ନଉଟେଇ ଦେଇଥିଲି। ନଉଟେଇ ଦେଇ ସାରିଲା ପରେ ପୁଣି ନୂଆ କ୍ୟାଲେଣ୍ଡରଟେ ଆଣିକି ଲଗେଇ ଦେଇଥିଲି। ବାସ୍ ଏତିକି, ଆଉ କିଛି ନୁହେଁ। ତାପରେ କ'ଣ ନା ବାବାଙ୍କୁ କହିଥିଲି ସକାଳେ ଯାଇକି ସଉଦାପତ୍ର ଯାହା ଦିନ ଆସିଥିଲେ ରୋଷେଇବାସ ହେବା ପାଇଁକି
ସଉଦାପାତି ସବୁ ଘିନିକି ଆସିଥିଲା ତାକୁ ସବୁ ବାହାର କରିଦେଇଥିଲି। ବାହାର କରିକି ସବୁ ରଖାରଖି କରିଦେଇକି ଯାଇକି ମୋ କାମରେ ମୁଁ ଲାଗିଥିଲି। ମୋ ପାଇଁକି ତ ସବୁ ସମାନ। ତ ରଜ ହେନେ ଯେ ରକମ, ନୂଆବର୍ଷ ହେନେ ସେଇ ରକମ, ତ ଅଷ୍ଟମୀ ହେନେ ଯେ ରକମ, ସବୁଦିନ ସେଇଆ। ସବୁଦିନ ମୋ ପାଇଁକି ସମାନ, ଗୋଟେ ରକମ ହିଁ କଟିଯାଏ। ଆଉ ତାରି ଭିତରେ ମୁଁ ନିଜେ ନିଜକୁ ଖୁସି କରିବା ପାଇଁକି ଚେଷ୍ଟା କରେ। ସେ କିଛି ସ୍ପେଶାଲ୍ ମୋ ପାଇଁକି ଥାଏନି। ଆଉ ଯାହା ବି କିଛି ମୋ ପାଖରେ ଥାଏ ମୁଁ ସେଇଥିରେ ହିଁ ସମସ୍ତଙ୍କୁ ସ୍ପେଶାଲ୍ ଫିଲ୍ କରେ। ବାସ୍ ମୋର ଏଇଟା ଅଭ୍ୟାସ। ମୁଁ ଚାହେଁ ଯେ ମୋତେ କେହି ସ୍ପେଶାଲ୍ ଫିଲ୍ କରାନ୍ତୁ। ମୁଁ କିନ୍ତୁ ମୋ ଦ୍ୱାରା ଯେତିକି ସମ୍ଭବ ହେଇପାରେ ସମସ୍ତଙ୍କ ଘର ପରିବାର ସମସ୍ତଙ୍କୁ ସ୍ପେଶାଲ୍ ଫିଲ୍ କରିବା ପାଇଁକି ଚେଷ୍ଟା କରେ। ମୁଁ କୁହେ ନା, ମୋ ଦେଇ ଯେତିକି ସମ୍ଭବ ହେଇଥିବ। ତ ପୁଅ ତ ଛତୁ ଆଣିଥିଲା, ମୁଁ କହିନି କାଲି କ'ଣ ଛତୁ ତରକାରୀ କରିଦେମି, ଛତୁ ବେସର କରିମି। ତ ବାବାଙ୍କୁ ସବୁ ବରାଦ କରିଥିନି। ବାବା ଯାଇକି ସବୁ ମସଲା ଟସଲା ଯାହା ଥିନିକି ଆସିଥିଲେ, ପାମ୍ପଡ଼ ବି ଆଣିଥିଲେ। ମୁଁ କହିଥିଲି ଗୋଟେ ମାନେ କ୍ୟାପ୍ସିକମ୍ ଆଣିବା ପାଇଁକି, ଟିକେ ଭଲ ରକମ ଖିଆପିଆ ଯେରକମ ହେବ, ଯେରକମ ସ୍ପେଶାଲ୍ ଟିକେ ଫିଲ୍ ହେବ ଯେ ଆଜି ନୂଆବର୍ଷ କିଛି ଟିକେ ଆମେ ମାନେ ଭଲ ମନ୍ଦ ଖାଇଲେ ବୋଲିକି। ତ ସେଇଥିପାଇଁକି ସେଇ ବ୍ୟବସ୍ଥାରେ ମୁଁ ଲାଗି ଯାଇଥିନି। ପ୍ରଥମେ ତ ସବୁ ରେଡ଼ି କରିକି ରଖିନି। ଭାତ ତ ସାଙ୍ଗେ ସାଙ୍ଗେ ହେଇଯାଉଛି। ଆଉ ଡାଲି ମୁଁ ପ୍ରେସର୍ କୁକର୍ ବସେଇ ଦେଇଥିନି। ଡାଲି ତ ସିଝିକି ଥିଲା। ଆଉ କ'ଣ ନା ଏଇଟା ଟିକେ ବାଗିବା ପାଇଁ ସମୟ ଲାଗେ। ଛତୁଟା ଟିକେ ଭଲ ରକମ ଧୁଆଧୁଇ କରିକି ପରିଷ୍କାର କରିଦେଇଥିନି। ପରିଷ୍କାର କରିକି ତାକୁ ଆଣିକି କାଟି କୁଟିକି ମସଲା ଫସଲା ସବୁ ରେଡ଼ି କରିକି ସବୁ କରିକି ତାପରେ ଚୁଲି ଲଗେଇଥିନି। ପୁଣି ଥରେ ମୋତେ ଚୁଲି ଲଗେଇବାକୁ ପଡ଼ିଥିଲା। ଚୁଲି ଲଗେଇ ଦେଇଥିନି। ଆଗରେ ଛତୁ ତରକାରୀ କରିଦେଇଥିନି। ତାପରେ କ'ଣ ନା ଡାଲି ବଘାରିଥିନି, ତ ପାମ୍ପଡ଼ ଛାଣିଥିନି। ଏରକମ ଯାହା ରୋଷେଇ ବାସ ଚାଲେ ମୋର, ସେଇ ରକମ ମୋର ଚାଲିଥିଲା। ଆଉ କିଛି ସେରକମ ମାନେ ନୂଆ କିଛି ଥିଲାନି। ତ ଆଶା କରୁଛି ମୋ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିବ ବୋଲିକି। ନୂଆବର୍ଷ ମୁଁ କେମିତି ପାଳିନି, ଟିକେ ଲେଟ୍ରେ ଯାଉଛି ବୋଲିକି କିଛି ଖରାପ ଭାବିବେନି। ସବୁବେଳେ ସବୁ ଭଳିଆ ଏ ଭିଡ଼ିଓକୁ ମଧ୍ୟ ସେତିକି ଭଲ ପାଇବା ଦେବେ ବୋଲିକି ମୁଁ ଆଶା କରୁଛି। ତ ମୋ ଭିଡ଼ିଓରେ ଏମିତି ଯୋଡ଼ି ହେଇକି ରହିଥାନ୍ତୁ। ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବିଲକୁଲ ବି ସ୍କିପ୍ କରନ୍ତୁନି। ଆଉ ମୋ ଭିଡ଼ିଓରେ କିଛି ବି ଯଦି ଆପଣଙ୍କୁ ପସନ୍ଦ ଆସୁଥାଏ ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ। ଆଉ ଛୋଟ ସ୍ନେହ ଭରା କମେଣ୍ଟଟେ ମୋ ପାଇଁ ଲେଖିଦେବେ ଯେ ମୋ ଭିଡ଼ିଓ ଆପଣଙ୍କୁ କେମିତି ଲାଗୁଛି ବୋଲିକି। ଆଉ କେହି ଯଦି ନୂଆ କରିକି ମୋ ଭିଡ଼ିଓ ଦେଖୁଛନ୍ତି ତ ପ୍ରଥମେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ମୁଁ ଯେତେବେଳେ ବି ଭିଡ଼ିଓ ଛାଡ଼ିବି ସର୍ବପ୍ରଥମେ ଆପଣ ହିଁ ମୋ ଭିଡ଼ିଓ ଦେଖିପାରିବେ। ଆଉ ମୋ ଭିଡ଼ିଓକୁ ଆପଣଙ୍କ ଫ୍ୟାମିଲି ଫ୍ରେଣ୍ଡମାନଙ୍କ ସହିତ ଟିକେ ସେୟାର କରିଦିଅନ୍ତୁ। ତ ମୋତେ ବି ଟିକେ ସପୋର୍ଟ ହେବ, କାହିଁକି ନା ଆପଣଙ୍କର ସପୋର୍ଟ ଆଉ ଭଲ ପାଇବା ମୋତେ ୟୁଟ୍ୟୁବରେ ଭିଡ଼ିଓ ବନେଇବା ପାଇଁ ପ୍ରେରଣା ଯୋଗାଉଛି, ତା ସହିତ ସାହସ ମଧ୍ୟ ଦେଉଛି। ତ ଆପଣଙ୍କ ସାଙ୍ଗରେ କଥା ଛତୁ ଭାଜିବା ପାଇଁକି ବସେଇ ଦେଇଥିଲି। ଛତୁରୁ ବହୁତ ପାଣି ବାହାରିଲା। ମୁଁ ତ କାଟିକି ଧୋଇଥିଲିନି, ତାକୁ ସବୁ ଧୁଆଧୁଇ କରିକି ଆଣିକି କାଟିଥିନି। ବହୁତ ପାଣି ବାହାରିଥିଲା ଛତୁରୁ। ପାଣି ସବୁ ବାହାରିକି ଶୁଖିଲା ପରେ ତାପରେ କ'ଣ ନା ଛତୁକୁ ମୁଁ ଭଲ ରକମ ଭାଜିଥିନି। ଭାଜିକି ବାହାର କରିଦେଇଥିନି। କ'ଣ ରେସିପି ଏନ୍ତରେ କିଛି ନାହିଁ, ପୁରା ସାଧା ସିଧା ଯେରକମ ଘରେ ଯେରକମ ରୋଷେଇ ହୁଏ ସେରକମ। ଆଉ କ'ଣ ନା ମସଲା ସବୁ ସରିଯାଇଥିଲା ନା, ବାବାଙ୍କୁ ବରାଦ କରିଥିନି। ବାବା ସବୁ ମସଲା ବି ଘିନିକି ଆସିଥିଲେ, ଯେରକମ ଖାଇବାଟା ଟିକେ ଆଜି ଟେଷ୍ଟି ହେବ। ବାସ୍ ସେଇଆ ମୋର ଉଦ୍ଦେଶ୍ୟ ଥିଲା, ନହେଲେ ଆଉ କିଛି ଉଦ୍ଦେଶ୍ୟ ଥିଲାନି ମୋର। ତାପରେ ଛତୁକୁ ଭାଜି ଦେଇକି ମସଲା ସେଇ ରେଗୁଲାର ମସଲା ଯାହା ବି ମୁଁ ଦିଏ, ଅଦା ରସୁଣ ପିଆଜକୁ ଆଉ ତା ସାଙ୍ଗରେ ଟମାଟୋ ଗ୍ରାଇଣ୍ଡିଙ୍ଗ କରିଦେଇଥିନି। ଗ୍ରାଇଣ୍ଡିଙ୍ଗ କରିକି ଯେରକମ ତରକାରୀ ରାନ୍ଧନ୍ତି ସେଇ ରକମ ରାନ୍ଧି ଦେଇଥିନି। ବିଶ୍ୱାସ କରନ୍ତୁ ଖାଇବା ମାନେ ଏତେ ସୁନ୍ଦର ହେଇଥିଲା, ଏତେ ଟେଷ୍ଟି ବନିଥିଲା ତରକାରୀ, ମାନେ ନ କହିବା କଥା। ତ ଆ ପାଖରେ ମାଛ ମାଂସ ବି ଫିକା। ମାଂସ କ'ଣ ହେବ, ଏଇ ତ ସାଧା ତରକାରୀ ତ ମାନେ ପୁରା ଜମେଇ ଦେଇଥିଲା ଖାଇବାଟା। ତ ଖିଆପିଆ ରେଡ଼ି ହେଇଥିଲା, ସମସ୍ତଙ୍କୁ ଦେଇଥିନି ଖାଇବାକୁ, ସମସ୍ତେ ଖାଇଥିଲେ। ତାପରେ କ'ଣ ନା ମୁଁ ଆଣିଥିନି ମୋ ପାଇଁକି ବାଢ଼ିକି ଖାଇବା ପାଇଁକି। ତ ଖାଇ ଦେଇଥିନି। ଖାଇ ଦେଇ ସାରିଲା ପରେ ତାପରେ ଲାଗି ଯାଇଥିନି ମୋ କାମରେ, ମାନେ ବାସନ ଧୁଆ କତୁରୁ ଆରମ୍ଭ କରିକି ଘର କାମ ଯେତିକି। ଏବେ ତ ବାସନ ଆଉ ଟିୱେଲ୍ ପାଖରେ ଧୋଇ ହେଉନି, ଟେକା ପାଣିର ବାସନ ଧୋଉଛି। ମୋତେ ଭାରି ଅଡ଼ୁଆ ଲାଗୁଛି, କାହିଁକିନା ପ୍ରଥମରୁ ସେରକମ ବାସନ ଧୁଆର ଅଭ୍ୟାସ ନାହିଁ। ତ ବାସନ କୁସନ ଧୁଆଧୁଇ ସବୁ କରିଥିନି। ସେଠି ଚୁଲି ପାଖରେ ଟିକେ ଖରକା ଫୁରକା କରିଥିନି। ଯେତେ ସବୁ କାମ ଥିଲା ବେଳଉଳି, ଆଉ ବେଳଉଳି ସମୟଟା ତ ଜାଣିଛନ୍ତି କେତେ ଛୋଟ। ଏବେ ତ ମୋତେ ଲାଗୁଛି ବୋଧେ ଦିନ ଟିକେ ବଡ଼ ହେଲାଣି ବୋଲିକି। ଶୀତ ଟିକେ ଅତ୍ୟାଚାର ପଡ଼ୁଛି ବୋଲିକି ଟିକେ ଜଣାପଡ଼ୁନି, ନହେଲେ ଦିନ ଟିକେ ଟିକେ ବଡ଼ ହେଲାଣି। କାହିଁକିନା ଆଗରୁ 5ଟା10ର ସଞ୍ଜ ଦଉଥିଲେ, ଏବେ 5ଟା15-20 ହେଇଯାଉଛି ସଞ୍ଜ ଦେଲା ବେଳକୁ। ତ ଦିନ ଆସିବ ସେଇଟାକି 6:30 ବାଜିଯିବ। ଏଇଠୁ ମାନେ ଜଣାପଡ଼ୁଛି ଦିନ ଟିକେ ଟିକେ ବଡ଼ ହେଲାଣି। ତାପରେ ମକର ସଂକ୍ରାନ୍ତି କତୁରୁ ତ କହନ୍ତି ଦିନ ଚକରେ ଚକରେ ବଢ଼େ, ମକର ପାଖରୁ। ଆଉ ସେଇଠୁ କ'ଣ ନା ଦିନ ଆସ୍ତେ ଆସ୍ତେ ବଡ଼ ହେଲା ରକମ ଜାଣିବ, ଆଉ ଶୀତ ବି ଟିକେ କମି କମିକି ଯିବ। ତ ଲୁଗାପଟା ଯେତିକି ଥିଲା ତାକୁ ସବୁ ତୋଳାତୋଳି କରିକି ରଖିଦେଇଥିନି। ରଖିଦେଇକି ଘିନି ଆସିଥିନି। ଆଉ ଟିକେ ଲେଟ୍ ହେଇଗଲା ବେଳକୁ ନା ଲୁଗା ହେଇଯିବ ସେତିକି ବରଫ, ମାନେ ସବୁ ସେତିକି ଓଦା ହେଇକି ରହିଛି, ଏଇ ରକମ ଲୁଗା ସବୁ ହେଇଯିବ। ତାପରେ ପଳେଇ ଆସିଥିନି ଚୁଲି ପାଖକୁ। ଚୁଲି ପାଖରେ ଟିକେ ଖରକା ଫୁରକା କରିକି ପରିଷ୍କାର କରିଦେଇଥିନି। ମୋର ତ ମାନେ ମସଉଦା ଥିଲା ଏଇ ଚୁଲିରେ ରାତିରେ ରୋଷେଇ କରିମୁ, କିନ୍ତୁ ଶୀତକୁ ଦେଖିକି ଆଉ ଚୁଲି ପାଖରେ କିଛି କରିଥିଲିନି। ତାପରେ ସନ୍ଧ୍ୟା ବାଜିଯାଇଥିଲା। ତ ଦେଖିପାରୁଥିବେ ବର୍ଷର ପ୍ରଥମ ଦିନର ସନ୍ଧ୍ୟା। ଆଉ ସନ୍ଧ୍ୟାରେ ଏଇଟା ମାନେ ଜହ୍ନ ଆଲୁଅ ପଡ଼ିଛି। ସନ୍ଧ୍ୟା ଦେଇ ସାରିକି ଠାକୁରଙ୍କ ପାଖରେ ଏବେ ସନ୍ଧ୍ୟା ଦେଇ ସାରିକି ପ୍ରାର୍ଥନା ସାରିକି ମୁଁ ଆସିକି ପହଞ୍ଚିଲା ବେଳକୁ ମୋତେ ଆଜି ମାନେ ସନ୍ଧ୍ୟାଟା ମୋତେ କାହିଁ ନୂଆ ନୂଆ ଟିକେ ଲାଗିଲା।
କାହିଁକି କେଜାଣି ସବୁବେଳେ ତ ସନ୍ଧ୍ୟାଟା ଏମିତି ହୁଏ, ଆଜି କିନ୍ତୁ ମୋତେ ଟିକେ ନୂଆ ନୂଆ ଲାଗିଲା। ତ ଚଉରା ପାଖରେ ସଞ୍ଜ ଦେଇକି ଧୂପ ଦେଇଥିନି। ଦେଇ ସାରିଲା ପରେ ଦେଖିଲା ବେଳକୁ ଆକାଶରେ ଜହ୍ନ ଦେଖାଯାଉଛନ୍ତି, ଆଉ ଟିକେ ଭଲ ଲାଗିଲା, ସେଇଥିପାଇଁ ଟିକେ ଭିଡ଼ିଓ କରିଦେଇଥିଲି। ଏଇଟା ହେଉଛି ବର୍ଷର ପ୍ରଥମ ସନ୍ଧ୍ୟା ଏଇଟା। ଆଉ ତାପରେ ଟିକେ ଭିଡ଼ିଓ କରିଦେଇ ସାରିଲା ପରେ ମୋତେ ଆଉ ସଞ୍ଜବେଳଠୁ ବିଲକୁଲ ଟିକେ ଫୁର୍ସତ ଥିଲାନି, କାହିଁକି ନା ବହୁତ ସାରା କାମ ଥିଲା। ଆଉ ଯେତିକି ସବୁ ଭାବିଥିନି ମନେ ମନେ ମୋତେ ତ ଡର ଲାଗୁଥିଲା ଯେ ମୁଁ ଏତିକି କାମ କରିକି ସରେଇ ପାରିବି କି ପାରିବିନି ବୋଲିକି। ତ ଆମ ପୁଅ ଆସିକି ମୋତେ ସହଯୋଗ କରିଥିଲା, ଯେଉଁଥିପାଇଁ କି ମୋ କାମଟା ଟିକେ ଶୀଘ୍ର ହେଇଥିଲା ଆଉ ସୁରୁଖୁରୁରେ ହେଇଯାଇଥିଲା। କାମ ବୋଲିକି କ'ଣ ନା, ମୁଁ ଟିକେ ଆରିସା ପିଠା ବନେଇବି ବୋଲିକି ମନେ ମନେ ଭାବିଥିନି। ତ ସେଇଥିପାଇଁ କି ସବୁ ଜିନିଷ ରେଡ଼ି କରିକି ରଖିଥିନି, ଚାଉଳ ବି କୁଟିକି ବେଳୁଳି ଚୁନା କୁଟିକି ବି ରଖିଥିନି। ତ ଆରିସା ପିଠା ବନେଇମି, ତା ସାଙ୍ଗରେ ଚଣା ବି ବତୁରା ହେଇଛି, ଚଣା ବି ତରକାରୀ ବି କରିମି। ତାହେଲେ ଛୁଆକୁ ରଖେଇ ଦେଉନାହାନ୍ତି ଯେ ଚିଲି ଛତୁ କରିବା ପାଇଁକି, ଚିଲି ଛତୁ ବି କରିମି। ତା ସାଙ୍ଗରେ ଛୁଆ କହିଲେ ପୁରୀ କରିବା କଥା, ମୁଁ ଆଉ ପୁରୀ କଲିନି, ତାଙ୍କ ପାଇଁକି ରୁଟି ବନେଇ ଦେଇଥିଲି। ଏତିକି ସନ୍ଧ୍ୟା ସମୟର କେତେବେଳେ ବନେଇକି ସରେଇମି, ତାପରେ ପୁଣି ଥିଲା ମୋର ୟୁଟ୍ୟୁବ୍ର କାମ, ଭିଡ଼ିଓ ଏଡ଼ିଟିଂ କରିକି ଆପଣଙ୍କ ପାଖକୁ ପଠେଇମି। ତ ଜାଣିପାରୁଥିବେ ଏତେ ସବୁ କାମ ଭିତରେ କେମିତି କ'ଣ କରିମି ମୁଁ କିଛି ଭାବି ପାରୁଥିଲିନି। ସେଇଥିପାଇଁକି ଯେଉଁ ଚୁନା କୁଟିଥିନି, ଚାଉଳ ଯେ ପକାଇଥିନି ଯେଉଁ ପିଠା କରିବା ପାଇଁକି, ଆରିସା ପିଠା କରିବା ପାଇଁକି, ମୁଁ ଆଉ ବେଶୀ କରିକି ଚାଉଳ ଚୁନା କୁଟିଥିଲିନି, ଅଳ୍ପ କରିକି ଚାଉଳ ଚୁନା କୁଟିଥିନି। ଯେରକମ କି ଅଳ୍ପ ପିଠା ହେବ। ମୋ ସାହସ କୁଳଉଥିଲାନି ଯେ ଏକଲା ସବୁ କିଛି ମୁଁ ସମ୍ଭାଳି ପାରିମି କି ପାରିମିନି ବୋଲିକି, ମାନେ ବନେଇ ପାରିମି କି ପାରିମିନି ବୋଲିକି। କିନ୍ତୁ ଯାହା ହଉ ଠିକ୍ ଟାଇମ୍ର ଖିଆପିଆ ଟାଇମ୍କି ସବୁ ରେଡ଼ି ହେଇଯାଇଥିଲା। ତ ପ୍ରଥମେ ଆସିକି କ'ଣ ନା ଆରିସା ପିଠାଟା ବସାଇ ଦେଇଥିନି। କଡ଼େଇ ବସାଇକି ଗୁଡ଼ ପାଗ ଧରିକି ଗୁଡ଼ରେ ବନେଇଥିନି ଆରିସା ପିଠା, ଯେ ଆଉ ଚିନି ଦେଇଥିଲିନି, ଗୁଡ଼ରେ ବନେଇଥିନି। ବହୁତ ଦିନ ପରେ ଆରିସା ପିଠା ବନଉଛି, କାହିଁକିନା ସମସ୍ତେ ତ ଖାଇବା ପାଇଁ ଭଲ ପାଆନ୍ତି, କିନ୍ତୁ ଏମିତି ତ ସବୁବେଳେ କିନା ଚକୁଳି ପିଠା ତ ପ୍ରାୟତଃ ସବୁବେଳେ ଆମ ଘର ବନା ହୁଏ, କିନ୍ତୁ ଆରିସା ପିଠା ବହୁତ କମ୍ ବନା ହୁଏ, ଯେହେତୁ ମିଠା ଜିନିଷ ନା ସେଇଟା, ସେଥିପାଇଁ ବହୁତ କମ୍, ମାନେ ବହୁତ କମ୍। ଯଦି କେଉଁଠି କାହାକୁ ମିଳିଲା ତ ଖାଇଦେଉ, ନହେଲେ ମୁଁ ଏତେ ଇଚ୍ଛା କରିକି ବନାଏନି। ତ ଆଜି କ'ଣ ବନେଇଥିନି, ବନେଇବାର ବି ରିଜିନ୍ ଅଛି, ନହେଲେ ବି ମୁଁ ବନେଇଥାନ୍ତିନି, କାହିଁକିନା ବହୁତ ପରିଶ୍ରମ ଯାଏ ନା ସେଥର, ସେଇଥିପାଇଁ କି ମୁଁ ବନାଏନି, ଇଚ୍ଛା କରିକି କିଛି ବନାଏନି। ତ କାହିଁକି ବନେଇଥିନି ସେଟା ଆଗକୁ ଆପଣ ଜାଣିପାରିବେ। ତ ପ୍ରଥମେ ଆସିକି ଗୁଡ଼ରେ ଅଳ୍ପ ଟିକେ ପାଣି ଦେଇକି ସେଥର କ'ଣ ନା ତାକୁ ଗୁଡ଼କୁ ଯେରକମ ମାନେ ହେଇଯିବ, ଯେତିକି ତାର ଦରକାର, ମାନେ ଆରିସା ପିଠା ପାଇଁକି ପାଗ ଯେରକମ ଦରକାର ସେରକମ ପାଗ ବନେଇ ଦେଇଥିନି। ପାଗ ବନେଇ ଦେଇକି ଗ୍ୟାସ୍ ଅଫ୍ କରିକି ମୁଁ ସବୁବେଳେ କ'ଣ କରେ ନା, ଗ୍ୟାସ୍ରେ ହେଉ ଚୁଲିରେ ହେଉ, ଯଦି ଚୁଲିରେ ଯଦି ବନାଉଥାଏ ଚୁଲିରୁ ଓହ୍ଲେଇକି ଆଣିକି ତଳେ ବନାଏ, ମାନେ ଖଳି କରେ। ଯଦି ଗ୍ୟାସ୍ରେ ଯଦି ବନାଉଥାଏ ତ ଗ୍ୟାସ୍ ଅଫ୍ କରିଦେଇକି ତାପରେ କ'ଣ ନା ତାଙ୍କର ଚୁନା ଗୁଳେଇକି ଖଳି କରେ। ବାସ୍ ଏଇ ରକମ କରିକି ରଖିଦେଇଥିଲି। ଆଉ ଟିକେ ଥଣ୍ଡା ହେଲା ପରେ ତାକୁ ଛାଣିଥିଲି। ବାସ୍ ଏଇ ରକମ ଅଳ୍ପ ଚୁନା, ଦେଖିପାରୁଥିବେ ଅଳ୍ପ ଚୁନା କୁଟିଥିଲି ମୁଁ ବେଳଓଳି। ଚୁନା କୁଟିକି ସବୁ ରେଡ଼ି କରିକି ରଖିଥିଲି। ଚୁଲି ପାଖରେ ଯେଉଁ ଖରକା ଫରକା କରୁଥିଲି, ମୁଁ ଭାବିଥିଲି ଦିନ ଥାଉଁ ଥାଉଁ ବୋଧେ ମୋର ସବୁ କାମ ସରିଯିବ, ମୁଁ ସେଇଠି ହିଁ ସବୁ ବନେଇ ଆଣିବି ବୋଲିକି। ଦେଖିବାକୁ ମୋତେ ଆଉ ବେଳଓଳି ସମୟ ହେଇଥିଲାନି। ଚୁଲି ପାଖରେ ଖରକା ଫରକା କରିକି ଜାଳ କାଠ ନେଇକି ସବୁ ରଖିକି ରେଡ଼ି କରିଥିଲି, କିନ୍ତୁ ମୋତେ ଆଉ ସମୟ ହେଇଥିଲାନି। କାମ ସରିଲା ବେଳକୁ ସନ୍ଧ୍ୟା ବାଜି ଯାଇଥିଲା। ଆଉ ମୁଁ ଆସିକି ବାଧ୍ୟତଃ ଆସିକି ଏଇଠି କ'ଣ ନା ଗ୍ୟାସ୍ରେ ସବୁ ରକମ କରିଥିଲି। ତ ପ୍ରଥମେ ଆରିସା ପିଠା କରିଦେନି, ମାନେ ଖଳି କରିଥିନି। ଖଳି କରିକି ତାକୁ ବାହାର କରିଦେଇକି ତାପରେ କ'ଣ କରିଥିନି ନା ବସାଇଥିନି, ଚଣା ବସାଇଥିନି। ଆଉ ଚଣା ସିଝିଗଲା ବେଳକୁ ଏପଟରେ କ'ଣ ନା ମୋର ଆରିସା ପିଠାର ଖଳିଟା ଯେ ସେଟା ବି ମାନେ ଥଣ୍ଡା ହେଇଯାଇଥିଲା। ତାପରେ ପ୍ରଥମେ ମାନେ ପିଠା ଛାଣି ଦେଇଥିନି, ତାରି ଭିତରେ ବି ଭିଡ଼ିଓ ଏଡ଼ିଟିଂ କରିକି ପୋଷ୍ଟ କରିଥିନି। ପୁଅ ଆସିକି ପହଞ୍ଚିଥିଲା, ପୁଅକୁ ଡାକିଥିନି। ସେ କ'ଣ ନା ସବୁ ଛଣାଛଣିର ବ୍ୟବସ୍ଥା କରିଦେଲା, ପିଠା ବି ସବୁ ଛାଣି ଦେଇଥିଲା। ତାପରେ କ'ଣ ନା ଚଣା ତରକାରୀ ତ ମୁଁ ବଘାରିଥିନି, ଆଉ ଛତୁ ଚିଲିଟା ଯେଉଁ ମୁଁ କହିନି ଆଜି ଟିକେ ଛତୁ ଚିଲି ସବୁ ରେଡ଼ି କରିକି ତାକୁ ଦେଇଥିନି। ସେ କ'ଣ ନା ଛତୁ ଚିଲିଟା ଟିକେ ବନେଇ ଦେଇଥିଲା, ତାକୁ ଛଣାଛଣି କରିକି ସବୁ ବନେଇ ଦେଇଥିଲା। ତାପରେ ଖାଇବା ସମୟକୁ ସବୁ ରେଡ଼ି ହେଇଗଲା, ବାଢ଼ି ଦେଇଥିନି ସମସ୍ତଙ୍କ ପାଇଁକି। ବାଢ଼ି ଦେଇକି ମୁଁ ବି ଆଣିକି ସେଇଠି ଖାଇ ଦେଇଥିନି। ବାସ୍ ଏଇ ରକମ ନୂଆ ବର୍ଷଟି ଆମର ସ୍ପେଶାଲ୍, ମାନେ ନିରାମିଷରେ ପୁରା ସ୍ପେଶାଲ୍ ଭାବରେ କଟିଗଲା ବର୍ଷର ପ୍ରଥମ ଦିନ ଏଇଟା। ତାପରେ କ'ଣ ନା ବାଢ଼ିକି ଦେଇଥିନି ଖାଇବାକୁ, ମୁଁ ବି ସେଇଠି ଖାଇ ଦେଇଥିନି। ବାସ୍ ଏମିତି ଭାବରେ କଟିଗଲା। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ। ଆଉ ମୋ ଖାଇବା ଆଉ ରୋଷେଇବାସ ଆପଣଙ୍କୁ କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବେ। ଆଜି ସେରକମ ବେଶୀ କିଛି କାମ ମୁଁ ଆଉ ଭିଡ଼ିଓରେ ସେୟାର କରିନାହିଁ। ଆଜି କେବଳ ଖାଲି ରୋଷେଇବାସ ଖିଆପିଆ ହିଁ ଆପଣଙ୍କ ସାଙ୍ଗରେ ସେୟାର କରିଛି। ତ ଆପଣଙ୍କର ନୂଆ ବର୍ଷଟି କେମିତି କଟିଲା ମୋତେ ବି କମେଣ୍ଟ କରିକି ଜଣାଇବେ। ମୁଁ ବି ଆପଣଙ୍କ କମେଣ୍ଟର ଅପେକ୍ଷାରେ ଅଛି।
तापर मु खाई देथिनि खाई दे सारा पर बासन कुसन जहाँ था ताकू सब धुआ धुई कर देथिनि तो कहूଥିଲି ना सब तो बासन रखी थी आज कौन पाई धोउछ बोलिके तार भी रिजन अच्छी जो पिठा बनईथिनि आम पुओ कन्ना तो गोटे सप्ताह है आसी घर पाखे रही से कन्ना काली राति पाइने से पलि खियापिया करके जीव तो से से नब बोलिकी तारी पाई पिठा बनईथिनि आमे भी खाइले और तापाई भी पिठा बनईथिनि और जहाँ सब बासन कुसन थिला ताकू कन्ना सब धुआ धुई करके रखिदेनि सकाळे मते टिके अल्प काम हम तो से तो मैंने जिते राति हो पचे ए सब धोईकी रखिदेने ना सकाଳେ मत अल्प काम हम मु शीघ्र गाधुआ पाधुआ काम दाम सरेमी सरेने पुओ कन्ना राति पाइने पुओ आमर पलि जीव तो गला भिडियो आपन समस्ते बहुत सुंदर सुंदर कमेंट लिखते जेरकम कि विजयलक्ष्मी दीदी प्रमिता दीदी विजयलक्ष्मी अपा लिजा दीदी स्नेहलता दीदी सस्मिता दीदी समस्ते बहुत सुंदर सुंदर कमेंट लिखते समस्त को मो तरफ बहुत बहुत धन्यवाद आप समस्त को मो तरफ हैप्पी न्यू ईयर बासन कुसन धुआ सरला जहाँ सब सकाळ पाई दरकार ताकू सब पानी बतुरे विशेष करके बुट मुग बाबा तो सकाळे खाती मुझे सांगे खाई दूची ताकू सब पान पकईथि पान पकई सब काम दाम सरईकी किचन परिष्कार करदे सारापर जाइनि करना शुआपाई एतिक सब कम सर सारा बेलू मत राति 11टा बाजिला सबुदिन प्रायतः 11टा पूर्व केबे भी शुई होने जिते चेष्टा कने भी 11टा पूर्व केबे भी शुई होने प्राय सबुदिन शीत दिन हो कि खरा दिन हो तो देखिए समय ये 10टा माने 55 है आतापर मास्तिनी करना शुआपाई तो बस आज दिन टे एमती कटिगला आशा करुँच भिडियोटी आपको पसंद आसता जब पसंद आसता चैनल को सब्सक्राइब करके वीडियो को लाइक टे करदे और कमेंट लिखापी बिल्कुल भी भूलिए तो रोचे बाय बाय तो आप समस्त को हैप्पी न्यू ईयर।